ମୟୂରଭଞ୍ଜ ଜିଲ୍ଲା ଉଦଳାରେ ନୂତନ ରାସ୍ତା ପାଇଁ ହୋଇଛି ଶିଳାନ୍ୟାସ। ଦୀର୍ଘ ବର୍ଷରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ତେଣୁ ନୂତନ ରାସ୍ତା ନିମନ୍ତେ ବାରମ୍ବାର ଦାବି ହୋଇ ଆସିଥିବା ବେଳେ ଆଜି ଏକକାଳୀନ 4ଟି ରାସ୍ତାର ଉନ୍ନତୀକରଣ ଏବଂ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ। ଏହି ଅବସରରେ ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ମଢେଇ 4ଟି ନୂତନ ରାସ୍ତାର ଶିଳାନ୍ୟାସ କରି ବିଶେଷ କରି ଉଦଳା ରାଇଦାଣ୍ଡିଆ ଠାରୁ ବୈରାଟପୁର, ହରଡ଼ଡାହି ଠାରୁ ଅଠଣ ଗାଁ, କୁଣ୍ଡାବାଇ ଠାରୁ ଉପରତାଳଡିହା ଏବଂ ପଡାଡିହା ଠାରୁ କଣ୍ଟାଗଡି ପର୍ଯ୍ୟନ୍ତ ନୂତନ ରାସ୍ତାଗୁଡ଼ିକ ନିମନ୍ତେ ଶିଳାନ୍ୟାସ ହୋଇଛି। ତେବେ ଖୁବ୍ ଶୀଘ୍ର ଏହି ରାସ୍ତା କାମ ଶେଷ ହେବା ପରେ ଗମନାଗମନ ସୁବିଧା ହୋଇପାରିବ ବୋଲି ଆଶା କରାଯାଉଛି। अच्छा ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ବସନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।